हेलो फ्रेंड, ମୁଁ ହେଉଛି ଦୁଷ୍ମନ୍ତ। ଆପଣଙ୍କୁ କ୍ରିଷ୍ଣାଟେକ୍ ଏକାଡେମୀରେ ସ୍ୱାଗତ କରୁଛି। ଆଜି ହେଉଛି କ୍ଲାସ୍ ନମ୍ବର 4 ଏବଂ ଆଜି ଆମେ ଜାଣିବା ଫଟୋସପ୍ର ମର୍କି ଟୁଲ୍ ବିଷୟରେ। କିନ୍ତୁ କ୍ଲାସ୍ଟିକୁ ଷ୍ଟାର୍ଟ କରିବା ଆଗରୁ ଆପଣଙ୍କୁ ଗୋଟିଏ କଥା କହିଦେଉଛି। ଆପଣମାନେ ଜାଣିଥିବେ ପୂର୍ବରୁ ଆପଣଙ୍କୁ 5ଟି ଓଡ଼ିଆ ଫଣ୍ଟ ଦିଆଯାଇଥିଲା। ତ କିଛି ଭାଇମାନଙ୍କ କଲ୍ ଆସିଥିଲା କି ସେମାନଙ୍କୁ ଫଟୋସପ୍ ସିସିରେ ଓଡ଼ିଆ ଟାଇପ୍ କରିବାରେ ଅସୁବିଧା ହେଉଛି। ତା ଉପରେ ଗୋଟିଏ ଭିଡ଼ିଓ ବନାନ୍ତୁ। ତ ଫ୍ରେଣ୍ଡ, ଆପଣମାନେ ନିଶ୍ଚିତ ରହନ୍ତୁ। ଆମେ ଯେତେବେଳେ ଟାଇପ୍ ଟୁଲ୍ ବିଷୟରେ ପଢ଼ିବା ସେହି ସମୟରେ ଆପଣମାନଙ୍କୁ କେମିତି ଫଟୋସପ୍ ସିସିରେ ଓଡ଼ିଆ ଟାଇପ୍ କରିବେ ତା ଉପରେ ଡିଟେଲରେ ବୁଝାଇଦେବି। ବହୁତ ଗୁଡ଼ିଏ ଓଡ଼ିଆ ଫଣ୍ଟ ଆମ ପାଖରେ ଅଛି, ତାହା ଆପଣଙ୍କୁ ଧୀରେ ଧୀରେ ଆମେ ଦେଇଦେବୁ। ତ ଫ୍ରେଣ୍ଡ, ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଆମ ଭିଡ଼ିଓଟିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ବିନା ସ୍କିପ୍ରେ ଦେଖନ୍ତୁ ଏବଂ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ତ ଫ୍ରେଣ୍ଡ, ଆସନ୍ତୁ ଆଜିର ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ତ ଫ୍ରେଣ୍ଡ, ଯେଉଁ ଭାଇମାନେ ଫଟୋସପ୍ରେ ନୂଆ ଅଛନ୍ତି ସେମାନଙ୍କ ପାଇଁ ଏ ଭିଡ଼ିଓଟି ବହୁତ ହେଲ୍ପଫୁଲ୍ ହେବ। କିନ୍ତୁ ଯେଉଁ ଭାଇମାନେ ଆଗରୁ ଫଟୋସପ୍ ଜାଣିଛନ୍ତି ସେମାନଙ୍କୁ ମଧ୍ୟ କିଛି ନ୍ୟୁ ଟିପ୍ସ ଏ ଭିଡ଼ିଓରେ ମିଳିଯିବ। ତ ଭିଡ଼ିଓଟିକୁ କଣ୍ଟିନ୍ୟୁ କରନ୍ତୁ। ତ ସର୍ବପ୍ରଥମେ ଆମେ ରେକ୍ଟାଙ୍ଗୁଲାର ମର୍କି ଟୁଲ୍ ଦେଖିବା। ତ ଫ୍ରେଣ୍ଡ, ଆପଣମାନେ ଦେଖିପାରୁଥିବେ ଫଟୋସପ୍ରେ 4ଟି ଫଟୋ ଓପନ୍ ଅଛି। ପ୍ରଥମ ଫଟୋ, ଦ୍ୱିତୀୟ ଫଟୋ, ତୃତୀୟ ଫଟୋ, ଚତୁର୍ଥ ଫଟୋ। ତ এই 4ଟି ଫଟୋକୁ କେମିତି କିବୋର୍ଡ଼ ସାହାଯ୍ୟରେ ଆପଣମାନେ ଗୋଟିଏ ଫଟୋରୁ ଆଉ ଗୋଟିଏ ଫଟୋକୁ ଯାଇପାରିବେ ବା ମୁଭ୍ କରିପାରିବେ। ତ ଫ୍ରେଣ୍ଡ, କେମିତି କରିବେ ତାହା ମୁଁ ଆପଣଙ୍କୁ କହିଦେଉଛି। ସେଥିପାଇଁ ଆପଣଙ୍କୁ କିବୋର୍ଡ଼ରେ Ctrl+Tab ପ୍ରେସ୍ କରିବାକୁ ହେବ। ଦେଖନ୍ତୁ ଫ୍ରେଣ୍ଡ, ପ୍ରଥମ ଫଟୋରୁ ଦ୍ୱିତୀୟ ଫଟୋକୁ ଆମେ ଆସିଗଲୁ। ଏହିପରି ଆପଣ କିବୋର୍ଡ଼ରେ Ctrl+Tab ପ୍ରେସ୍ କରିକି ଗୋଟିଏ ଫଟୋରୁ ଆଉ ଗୋଟିଏ ଫଟୋକୁ ମୁଭ୍ କରିପାରିବେ। ରେକ୍ଟାଙ୍ଗୁଲାର ମର୍କି ଟୁଲ୍ ସାହାଯ୍ୟରେ ଆମେ କୌଣସି ଏକ ଫଟୋକୁ ରେକ୍ଟାଙ୍ଗୁଲାର ସାଇଜ୍ରେ ଆମେ ସିଲେକ୍ସନ୍ କରିପାରିବା। କେମିତି ଦେଖନ୍ତୁ, ମୁଁ ଏଇଠି ରେକ୍ଟାଙ୍ଗୁଲାର ମର୍କି ଟୁଲ୍ ସିଲେକ୍ଟ କଲି ଏବଂ ଏଇଠି ମୁଁ ରେକ୍ଟାଙ୍ଗୁଲାର ସେପ୍ରେ ସିଲେକ୍ସନ୍ କରିଦେଲି। ଦେଖନ୍ତୁ ଫ୍ରେଣ୍ଡ, ବର୍ତ୍ତମାନ ରେକ୍ଟାଙ୍ଗୁଲାର ସାଇଜ୍ରେ ଫଟୋଟି ସିଲେକ୍ଟ ହୋଇଗଲା। ବର୍ତ୍ତମାନ ଆମେ ଏହି ରେକ୍ଟାଙ୍ଗୁଲାର ସିଲେକ୍ସନ୍ଟିକୁ ଗୋଟିଏ ଫଟୋରୁ ଆଉ ଗୋଟିଏ ଫଟୋକୁ ଡ୍ରାଗ୍ ମଧ୍ୟ କରିପାରିବା। ଦେଖନ୍ତୁ, ମୁଁ ଏ ଫଟୋ ଉପରେ ଆଣି ଏହାକୁ ଡ୍ରାଗ୍ କରିଦେଲି ଏବଂ ଏହି ରେକ୍ଟାଙ୍ଗୁଲାର ସିଲେକ୍ସନ୍କୁ ଆମେ ଛୋଟ ବଡ଼ ମଧ୍ୟ କରିପାରିବା। ତ ଦେଖନ୍ତୁ କେମିତି କରିପାରିବା। ଦେଖନ୍ତୁ ଫ୍ରେଣ୍ଡ, ଆମେ ଡାଇରେକ୍ଟଲି ଦେଖନ୍ତୁ ଏଇଠୁ ଡାଇରେକ୍ଟଲି ଆମେ ଛୋଟ ବଡ଼ କରିପାରିବାନି। ତ କେମିତି କରିବା, ସେଥିପାଇଁ ଆପଣଙ୍କୁ ରାଇଟ୍ କ୍ଲିକ୍ କରିବାକୁ ହେବ ଏବଂ ଟ୍ରାନ୍ସଫର୍ମ ସିଲେକ୍ସନ୍ ଅପସନ୍ରେ କ୍ଲିକ୍ କରିଦେବାକୁ ହେବ। ଦେଖନ୍ତୁ ଫ୍ରେଣ୍ଡ, ବର୍ତ୍ତମାନ ଆମେ ଏହାକୁ ଛୋଟ ବଡ଼ ମଧ୍ୟ କରିପାରିବା। ଦେଖନ୍ତୁ, ଖାଲି ଜାଗାରେ କ୍ଲିକ୍ କରିଦେବା। ଦେଖନ୍ତୁ ସିଲେକ୍ସନ୍ଟି ଛୋଟ ହୋଇଯାଇଛି। ଯଦି ଆପଣ ପୁରୁଣା ଭର୍ଜନ୍ ୟୁଜ୍ କରୁଛନ୍ତି ତାହେଲେ ଆପଣ ପ୍ରୋଫେସନାଲି ଛୋଟ ବଡ଼ କରିବା ପାଇଁ ଆପଣଙ୍କୁ କିବୋର୍ଡ଼ରେ ସିଫ୍ଟ ପ୍ରେସ୍ କରିବାକୁ ହେବ। ଆପଣ କିବୋର୍ଡ଼ରେ ସିଫ୍ଟ ପ୍ରେସ୍ କରିକି ଏ ସିଲେକ୍ସନ୍ଟିକୁ ପ୍ରୋଫେସନାଲି ଛୋଟ ବଡ଼ ମଧ୍ୟ କରିପାରିବେ। କିନ୍ତୁ ଆମେ ସିସି ଭର୍ଜନ୍ ୟୁଜ୍ କରୁଛୁ, ତ ଆମେ ଏଇଟାକୁ ଡାଇରେକ୍ଟଲି କରିପାରିବା। ତ ଫ୍ରେଣ୍ଡ, ମୁଁ ବର୍ତ୍ତମାନ ଏଟାକୁ ଆଉ ଟିକେ ଛୋଟ କରିଦେଉଛି ଏବଂ ମୁଁ ଏଇ ଫଟୋସପ୍ ଲୋଗୋଟାକୁ ସିଲେକ୍ସନ୍ କରୁଛି। ଦେଖନ୍ତୁ ଫ୍ରେଣ୍ଡ, ଏଠାରେ ମୁଁ ଫଟୋସପ୍ ଲୋଗୋଟିକୁ ସିଲେକ୍ସନ୍ କରିଦେଇଛି। ବର୍ତ୍ତମାନ ଆମେ ମୁଭ୍ ଟୁରେ କ୍ଲିକ୍ କରିକି ଏହି ଲୋଗୋଟିକୁ ଏହି ଫଟୋରୁ ଆଉ ଗୋଟେ ଫଟୋକୁ ଡ୍ରାଗ୍ କରିକି ନେଇପାରିବା। ଦେଖନ୍ତୁ ଫ୍ରେଣ୍ଡ, ଏଠାକୁ ଡ୍ରାଗ୍ କରି ଏଠାରେ ଛାଡ଼ିଦେବା। ଏ ଫଟୋକୁ ଟ୍ରାନ୍ସଫର୍ମ ଟୁଲ୍ ଦ୍ୱାରା ଆମେ ଟିକେ ବଡ଼ କରିଦେବା। ଦେଖନ୍ତୁ ଫ୍ରେଣ୍ଡ, ଲୋଗୋଟି ଏଠାରେ ଫିଟ୍ ହୋଇଯାଇଛି। ବୁଝିହେଲା? ତ ଆମେ ରେକ୍ଟାଙ୍ଗୁଲାର ମର୍କି ଟୁଲ୍ ସାହାଯ୍ୟରେ ଆମେ କୌଣସି ଏକ ଫଟୋକୁ ରେକ୍ଟାଙ୍ଗୁଲାର ଆକାରରେ ଆମେ ତାକୁ ସିଲେକ୍ସନ୍ କରିପାରିବା। ଠିକ୍ ସେହିପରି ତଳେ ଅଛି ଏଲିପ୍ଟିକାଲ ମର୍କି ଟୁଲ୍। ସେହିପରି ଏଲିପ୍ଟିକାଲ ମର୍କି ସାହାଯ୍ୟରେ ଆମେ ଏହାକୁ ରାଉଣ୍ଡ ସେପ୍ରେ ସିଲେକ୍ସନ୍ କରିପାରିବା। ଦେଖନ୍ତୁ, ମୁଁ ସିଲେକ୍ସନ୍ କରିଦେଇଛି। ତ ଏହାକୁ ଆଉ ଟିକେ ବଡ଼ କରିବା। ଟ୍ରାନ୍ସଫର୍ମ ସିଲେକ୍ସନ୍ ଟୁଲ୍ କରିକି ମୁଁ ଏଟାକୁ ଟିକେ ବଡ଼ କରିଦେଲି। ତାପରେ ଏହାକୁ ସିଫ୍ଟ ପ୍ରେସ୍ କରିକି ମୁଁ ଟିକେ ଏଟାକୁ କମ୍ କରିଦେବି। ଦେଖନ୍ତୁ ଫ୍ରେଣ୍ଡ, ବର୍ତ୍ତମାନ
परफेक्टली सिलेक्शन हो जाइए। आम ये सिलेक्शन टी को ए फोटो आउ एक फोटो को नहीं पारिबा। मुझे छाणीदेली ए सिलेक्शन टी को वर्तमान टिके बड़ करदे। देखो वर्तमान मूव टूल रे क्लिक करिकी ड्रैग करी आमे एठी आनिकी रखीदेवा। तो साइज बड़ अच्छी आम एटा को टिके छोट करदे एवं एठी सेट करदे। फोटोटी एठी सेट हो गला। तापर देखिबा आमे सिंगल रो मर्क्यू टूल एवं सिंगल कलम मर्क्यू टूल। से मु गोटे न्यू डॉक्यूमेंट क्रिएट करुच्ची एवं एठी दउची 100 बाय 100 एवं क्रिएट कर दउची। जूम करुच्ची। जूम करबा पई कंट्रोल सहित प्लस की को प्रेस करिवे। वर्तमान मु सिंगल रो मर्क्यू टूल को देखो फ्रेंड सिलेक्शन हो जाइए। वर्तमान यह कौन से एक कलर फिल करदेगा। तो मु फिल करने ऑल्ट प्लस बैक प्रेस करुच्ची। सेमिति एठी मध्य सिलेक्शन करदेगा ऑल्ट प्लस बैक प्रेस करदेगा। वर्तमान सिंगल कलम मर्क्यू टूल आनिबा एवं एठी देखो एठी सिलेक्शन करदेगा। जापर ऑल्ट प्लस बैक प्रेस करदेगा। राइट साइड मध्य एठी सिलेक्शन करदेगा। तापर ऑल्ट प्लस बैक प्रेस करदेगा। तो यहीपरि भाव में आपण सिंगल रो मर्क्यू टूल एवं सिंगल कलम मर्क्यू टूल को यूज करि पारिबे। तो फ्रेंड एटा थिला न्यू सिलेक्शन। तो एठारे देखंतु चारोटी प्रकार सिलेक्शन टूल अच्छी। ए सब कौन प्रथम है न्यू सिलेक्शन, तापर अच्छी एड टू सिलेक्शन, तापर अच्छी सबट्रैक्ट फ्रॉम सिलेक्शन, तापर अच्छी इंटरसेक्ट विथ सिलेक्शन। ए टूल को यूज केमिति करिवे। रेक्टांगुलर टूल साहाय्य मु एठी ए फोटोटी को सिलेक्शन कर दउची। देखंतु फ्रेंड एठारे ए पर्सन टी रहीगला। एठारे ए पर्सन टी सिलेक्शन हो पारलानी। तो आमे ए पर्सन को केमिति सिलेक्शन करि पारबा। सेति पय आमे ऐड सिलेक्शन टूल्स रे क्लिक कर देबा एवं तापर एठु आमे एटा को ऐड कर देबा। देखो फ्रेंड सिलेक्शन टी ऐड हो गला। तो ऐड सिलेक्शन रे आमे जो पर्सन टी छाड़ी हो जाइथिबो से पर्सन टी को ऐड करि पारेबा। तापर अछि सबट्रैक्ट फ्रॉम सिलेक्शन। देखो फ्रेंड सिलेक्शन टी बेसी ऊपर को चले जाइछि। सेति पे आमे सबट्रैक्ट फ्रॉम सिलेक्शन टी को यूज करबा एवं एठु ऊपर को सिलेक्शन कर देबा। देखो फ्रेंड तो ए दुईटी टूल को बुझी पाथिबे। गोटे होची ऐड सिलेक्शन टूल एवं आउ गोटे होची सबट्रैक्ट सिलेक्शन टूल। ऐड सिलेक्शन टूल रे आपण सिलेक्शन टी को ऐड करि परिबा एवं सबट्रैक्ट सिलेक्शन रे सिलेक्शन टी को रिमूव करि परिबा। आउ गोटे ट्रिक आपण को एठारे कहि दउची। जदि आपण ऐड सिलेक्शन टूल रे काम करथिबे एवं काम करिबा समय रे जदि सिलेक्शन टी बेसी ऊपर को बा बाहर को चली जाउछि ताहेले कीबोर्ड रे ऑल्ट प्रेस करिकि मध्य डायरेक्ट सबट्रैक्ट सिलेक्शन टी को आसी पारिबे। देखंतु मु वर्तमान ऑल्ट प्रेस करूछि। देखंतु ऑल्ट प्रेस करबा मात्रे ऐड टू सिलेक्शन टूल्स रु एहा सबट्रैक्ट फ्रॉम सिलेक्शन टूल को मूव हो जाइछि। तो आपण डायरेक्टली कीबोर्ड रे ऑल्ट प्रेस करी मध्य ए दुटी सिलेक्शन को चेंज करि पारिबे। तापरे मु ऑल्ट को प्रेस करिकि रखुछि एवं एटा को सिलेक्शन कर दोछि। देखंतु सिलेक्शन टी डिलीट हो गला। तापरे देखिबा इंटरसेक्ट विथ सिलेक्शन। इंटरसेक्ट माने कोन आपण ए सिंबल रो देखि पारुथिबे। एठी दुईटी सिलेक्शन रो मझी पोर्शन पूर्व गोटे सिलेक्शन अच्छी एवं आउ गोटे सिलेक्शन मु एठी कर दउछि। तो देखंतु फ्रेंड एठारे कोन हला पूर्व जो पर्सन टी सिलेक्शन थिला एवं तापरे आमे जो पर्सन टी को सिलेक्शन कर देले
ଦୁଇଟି ସିଲେକ୍ସନର ଯେଉଁ ଓଭରଲେ ଏରିଆଟି ରହେ ସେଇ ଓଭରଲେ ଏରିଆକୁ ରଖେ ଏବଂ ବାକି ସବୁକୁ ଡିଲିଟ୍ କରିଦିଏ। ତାପରେ ଦେଖିବା ଫେଦର୍ସ ବିଷୟରେ। ଦେଖନ୍ତୁ ବର୍ତ୍ତମାନ ଫେଦରଟି 0 ଅଛି। ତ ଫେଦର କ'ଣ? ତ ପ୍ରଥମେ ମୁଭ୍ ଟୁରେ କ୍ଲିକ୍ କରୁଛି ଏବଂ ଡ୍ରାଗ୍ କରିକି ନ୍ୟୁ ଡକୁମେଣ୍ଟକୁ ନେଇଯାଉଛି। ବର୍ତ୍ତମାନ ଏଠାରେ ମୁଁ ଫେଦର ଦେଇଦେଉଛି। ଫେଦର 5 କରିଦେଲି ଏବଂ ମୁଭ୍ ଟୁରେ କ୍ଲିକ୍ କରିକି ଡ୍ରାଗ୍ କରିକି ସେ ଡକୁମେଣ୍ଟକୁ ନେଇଯାଉଛି। ଦେଖନ୍ତୁ ଫ୍ରେଣ୍ଡ, ପ୍ରଥମଟି ବିନା ଫେଦରରେ ଆଣିଥିଲୁ। ତ ଦେଖନ୍ତୁ ଏଠି ପୁରା ସାଫ୍ ଏଜ୍ ନଜର ଆସୁଛି, କିନ୍ତୁ ଦ୍ୱିତୀୟଟିରେ ଫେଦର 10 ଦେଇକି ଆଣିଥିଲୁ, ଯାହାକି ଦେଖନ୍ତୁ ସାଇଡ଼ରେ ଏଠି ବ୍ଲୋର୍ ଜଣାପଡ଼ୁଛି। ତ ଯେତେ ଅଧିକା ଫେଦର ଦେବା ସେତେ ଅଧିକା ବ୍ଲୋର୍ ସାଇଡ଼ରେ ଏଇଟା ବ୍ଲୋର୍ ହେଇଯିବ। ତ ଫ୍ରେଣ୍ଡ, ଯେତେବେଳେ ଆମେ କୌଣସି ଏକ ଫଟୋକୁ ବ୍ୟାକଗ୍ରାଉଣ୍ଡ ଚେଞ୍ଜ କରିବା ସେଇ ବିଷୟରେ ଫେଦର ବିଷୟରେ ଆହୁରି ଡିଟେଲରେ ବୁଝେଇବି। ମନେ ରଖନ୍ତୁ, କୌଣସି ଏକ ସିଲେକ୍ସନଟିକୁ ଡିସିଲେକ୍ଟ କରିବା ପାଇଁ କିବୋର୍ଡରେ Ctrl+D ପ୍ରେସ୍ କରିବେ। ନେକ୍ସଟ ଆସୁଛି ଷ୍ଟାଇଲ। ଏଇଟା ଥିଲା ନର୍ମାଲ ଷ୍ଟାଇଲ। ତାପରେ ଦେଖିବା ଫିକ୍ସ ରେଟିଓ। ଦେଖନ୍ତୁ ଫିକ୍ସ ରେଟିଓରେ ଏଇଠି ୱିଡଥରେ 1 ଅଛି ଏବଂ ହାଇଟରେ 1 ଅଛି। ତ ଯଦି ଏଇଠି 1 ଏବଂ ଏଇଠି 1 କରିକି ସିଲେକ୍ସନ କରିବେ ତ ୱିଡଥରେ 1 ହାଇଟ୍ ଏବଂ 1 ୱିଡଥରେ ସମାନ ଆକାରରେ ସିଲେକ୍ସନ ହେବ। ଯଦି ମୁଁ ଏଠାରେ 2 ଲେଖିଦେବି ତାହେଲେ ଦେଖନ୍ତୁ 2 ଗୁଣା ୱିଡଥରେ ଏବଂ 1 ଗୁଣା ହାଇଟରେ ସିଲେକ୍ସନ ହେଉଛି। ତାପରେ ଆସୁଛି ଫିକ୍ସ ସାଇଜ। ତ ଏଇଠି ଆମେ 500 କରିଦେବା, ଏଇଠି 500 କରିଦେବା। ଦେଖନ୍ତୁ ଫ୍ରେଣ୍ଡ, 500 ବାଇ 500 ପିକ୍ସର ଫିକ୍ସ ସିଲେକ୍ସନଟି ହେଉଛି। ଯଦି ଆମେ ଏଠାରେ 1000 କରିଦେବା, ୱିଡଥରେ 1000 px ଏବଂ ହାଇଟରେ 500 pxର ସିଲେକ୍ସନଟି ହେଇଗଲା। ଯଦି ଆମେ କୌଣସି ଏକ ଫଟୋକୁ ଯଦି ସ୍ପେସିଫିକ୍ କୌଣସି ଏକ ସାଇଜରେ ଫିକ୍ସ ସାଇଜରେ ସିଲେକ୍ସନ କରିବାକୁ ହେବ ତାହେଲେ ଆମେ ଏଇଠି ସେଇ ସାଇଜଟିକୁ ଦେଇପାରିବା ଏବଂ ସିଲେକ୍ସନ କରିପାରିବା। ତାପରେ ଆସୁଛି ସିଲେକ୍ଟ ଏବଂ ମାସ୍କ। ସିଲେକ୍ଟ ଏବଂ ମାସ୍କରେ କ୍ଲିକ୍ କରିବା ମାତ୍ରେ ଦେଖନ୍ତୁ ଲେଫ୍ଟ ସାଇଡ଼ରେ କେତୋଟି ଅପସନ୍ ଦେଖାଦେଉଛି। ଟୁଲ୍ସ ଅଛି, ଉପରେ ଅଛି, ରାଇଟ୍ ସାଇଡ଼ରେ ବହୁତ ସାରା ଟୁଲ୍ସ ଅଛି। ତ ଏହା ଉପରେ ମୁଁ ଏକ ଡିଟେଲରେ ନ୍ୟୁ ଭିଡ଼ିଓ ବନେଇଦେବି। ତ ବର୍ତ୍ତମାନ ଏହାକୁ ଆମେ ସ୍କିପ୍ କରିବା। ଦେଖନ୍ତୁ ଫ୍ରେଣ୍ଡ, ରେକ୍ଟାଙ୍ଗୁଲାର ମଲ୍ଟି ଟୁଲ୍ ପାଇଁ ଆଉ ଏକ ଉଦାହରଣ ମୁଁ ନେଉଛି। ପ୍ରଥମେ ଏ ଫଟୋଟିକୁ ସିଲେକ୍ଟ କରିଦେବା। କିବୋର୍ଡରେ Ctrl+A କରି ମଧ୍ୟ ଆପଣ ପୁରା ଫଟୋଟିକୁ ସିଲେକ୍ଟ କରିପାରିବେ। ତାପରେ ମୁଭ୍ ଟୁଲରେ କ୍ଲିକ୍ କରୁଛି ଏବଂ ଏହି ଫଟୋକୁ ଡ୍ରାଗ୍ କରିକି ଏ ଫଟୋ ଉପରେ ଆଣିକି ମୁଁ ଛାଡ଼ି ଦେଉଛି। ତ ଫଟୋଟି ବର୍ତ୍ତମାନ ବହୁତ ବଡ଼ ହୋଇଯାଇଛି। ତ Ctrl+T କରି ଏହାକୁ ଛୋଟ କରିଦେବା। ଦେଖନ୍ତୁ ଫ୍ରେଣ୍ଡ, ମୁଁ ବର୍ତ୍ତମାନ ଏ ଲେୟରକୁ ତଳକୁ ନେଇକି ଆସୁଛି। ଦେଖନ୍ତୁ ଫ୍ରେଣ୍ଡ, ଏ ଲେୟରଟା ତଳକୁ ଆସୁନି କାହିଁକି? ମୁଁ ପୂର୍ବରୁ କହିଥିଲି ଏ ସ୍କ୍ରିନ୍ଟି ବ୍ୟାକଗ୍ରାଉଣ୍ଡ ଲେୟରରେ ଅଛି। ତ ଆମକୁ ସର୍ବପ୍ରଥମେ ଏହାକୁ ନର୍ମାଲ ଲେୟରରେ କନଭର୍ଟ କରିବାକୁ ହେବ। ତ ଏଠାରେ ରାଇଟ୍ କ୍ଲିକ୍ କରିବା ଏବଂ ଲେୟର ଫ୍ରମ୍ ବ୍ୟାକଗ୍ରାଉଣ୍ଡ କରିଦେବା। ଓକେ, ଦେଖନ୍ତୁ ବର୍ତ୍ତମାନ ନର୍ମାଲ ଲେୟରରେ କନଭର୍ଟ ହୋଇଯାଇଛି। ତାପରେ ଆମେ এই ଲେୟର 1ଟିକୁ ତଳକୁ ଆଣିକି ଛାଡ଼ିଦେବା। ଦେଖନ୍ତୁ ଫ୍ରେଣ୍ଡ, ଏଠାରେ ସେଇ ଫଟୋଟି ଦେଖାଯାଉନି କାହିଁକି ନା ଏ ସ୍କ୍ରିନ୍ର ତା ତଳେ ଏ ଫଟୋଟି ଅଛି। ବର୍ତ୍ତମାନ ଆମେ ଲେୟର 0କୁ ସିଲେକ୍ଟ କରିବା। ରେକ୍ଟାଙ୍ଗୁଲାର ମଲ୍ଟି ଟୁଲ୍ ଦ୍ୱାରା ଏ ସ୍କ୍ରିନ୍କୁ ସିଲେକ୍ଟ କରିଦେବା। ତାପରେ କିବୋର୍ଡରେ ଡିଲିଟ୍ କୀକୁ ପ୍ରେସ୍ କରିଦେବା। ଦେଖନ୍ତୁ ଫ୍ରେଣ୍ଡ, ଏଇଠି ତାପରେ Ctrl+D କରି ସିଲେକ୍ସନଟିକୁ ଡିସିଲେକ୍ଟ କରିଦେବା। ଦେଖନ୍ତୁ ଫ୍ରେଣ୍ଡ, ଯଦି ମୁଁ ଲେୟର 1ର ଭିଜିବିଲିଟିକୁ ଅଫ୍ କରିଦେବି ତାହେଲେ ଦେଖନ୍ତୁ ଏମିତି ଦେଖାଦେବ। ଯଦି ଅନ୍ କରିଦେବି ତାହେଲେ ଏମିତି ଦେଖାଦେବ। ତ
ମନେ ରଖନ୍ତୁ ଜେନେରାଲି ରେକ୍ଟାଙ୍ଗୁଲାର ମର୍କି ଟୁଲ୍ ଏବଂ ଇଲେକ୍ଟ୍ରିକାଲ ମର୍କି ଟୁଲ୍ এই দুইটি ଟୁଲ୍ ବେଶୀ ପରିମାଣରେ ୟୁଜ୍ ହୁଏ। ତ ଫ୍ରେଣ୍ଡ କ୍ଲାସ୍ ନମ୍ବର 40କୁ ଏଠି ରଖୁଛୁ। ଯଦି ଭିଡ଼ିଓଟି ଭଲ ଲାଗିଥିଲେ ଆପଣ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଆପଣଙ୍କ ମତାମତ କମେଣ୍ଟରେ ଲେଖି ଜଣାନ୍ତୁ। ତ ଫ୍ରେଣ୍ଡ ଆଜି ପାଇଁ ଏତିକି, ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ। ଜୟ ଜଗନ୍ନାଥ।